ଦୁନିଆରେ କିଏ କେତେ ପ୍ରକାର ଭିକ୍ଷା ଗ୍ରହଣ କରିଥାନ୍ତି, କିନ୍ତୁ ଆମେ ସେହି ସବୁକୁ ଅଣଦେଖା କରିଥାଏ, ମନେ ରଖିନଥାଏ। କେଉଁଟା ମନେ ରଖିଥାଏ? ରାସ୍ତାରେ ବୁଲୁଥିବା ଭିକାରୀମାନଙ୍କୁ। ତେବେ ଏ ରାସ୍ତାର ଭିକାରୀ ବ୍ୟତୀତ ଅନ୍ୟ ଭିକାରୀମାନେ କିଏ ଆସନ୍ତୁ ଜାଣିବା। ଯେଉଁମାନେ ଡୋନେସନ୍ ମାଗନ୍ତି ସେଇଟା ବି ଗୋଟେ ପ୍ରକାର ଭିକ୍ଷା। ଯିଏ ଚାନ୍ଦା ମାଗୁଛି ସେ ଆଉ ଗୋଟେ ପ୍ରକାର ଭିକ୍ଷା। ଯିଏ ସବସିଡ଼ି କ୍ଲେମ୍ କରୁଛି ସେ ବି ଗୋଟେ ପ୍ରକାର ଭିକ୍ଷା। ଆଉ ସରକାର ଯେଉଁ କୋଟିପତି ଶିଳ୍ପପତିମାନଙ୍କର ଲୋନ୍ ସବୁ ଛାଡ଼ କରିଦେଉଛନ୍ତି ସେଇଟା ବି ଗୋଟେ ପ୍ରକାର ଭିକ୍ଷା। ଜାଣିଛନ୍ତି, ଆପଣମାନେ ଯେତେବେଳେ ବଜାରକୁ ଯାଆନ୍ତି ପନିପରିବା କିଣନ୍ତି, ଶେଷରେ ମାଗଣାରେ ଦୁଇଟା ଲଙ୍କା ପାଇବା ପାଇଁ ହାତ ପତେଇଥାନ୍ତି, ସେଇଟା ବି ଗୋଟେ ପ୍ରକାର ଭିକ୍ଷା। ଗୁପଚୁପ୍ ଖାଉଛନ୍ତି, ଖାଇସାରିଲା ପରେ ମାଗଣାରେ ଶୁଖିଲା ଗୁପଚୁପଟିଏ ପାଇଁ ହାତ ପତେଇଥାନ୍ତି, ସେଇଟା ବି ଗୋଟେ ପ୍ରକାର ଭିକ୍ଷା। ଆଉ ଜାଣିଛନ୍ତି, ଯେତେ ସବୁ ଭକ୍ତମାନେ ଅଛନ୍ତି ସେମାନେ ଭଗବାନଙ୍କୁ ପ୍ରାର୍ଥନା କରିଥାନ୍ତି ବା ପ୍ରେୟାର କରିଥାନ୍ତି। ପ୍ରାର୍ଥନାରେ କ'ଣ କରିଥାନ୍ତି? କିଛି ତ ମାଗିଥାନ୍ତି ନା। ତେଣୁ ଏ ମାଗିବାଟା କ'ଣ? ଭିକ୍ଷା। ତେଣୁ ଏତେ ଲୋକ ଭିକ୍ଷାବୃତ୍ତି କରୁଥିବା ସମୟରେ ରାସ୍ତାର ଭିକାରୀମାନଙ୍କୁ ଆମେ ନିଜ ଆଖିରେ ଦେଖିବାର କାରଣ କ'ଣ? ଚିନ୍ତା କରନ୍ତୁ।